ଆପଣ ଯେମିତି ଜାଣିଛନ୍ତି ଆମର ଆଗକୁ ଜେନେରାଲ ଇଲେକ୍ସନ୍ ଆସୁଛି ସେଇ ପରିପ୍ରେକ୍ଷୀରେ ଆମର ବ୍ଲକିଂ ଡିଫରେଣ୍ଟ ପଏଣ୍ଟସରେ ଚାଲିଛି। ଆଜି ସେମିତି ଆରଟିଓ ଛକ ପାଖରେ ମର୍ଣ୍ଣିଂରେ 7:30-8 ପାଖାପାଖି ଆମର ବ୍ଲକିଂ ଚାଲିଥିଲା। ବ୍ଲକିଂ ସମୟରେ ଗୋଟେ ଅଟୋ ଗାଡ଼ି ଧରା ପଡ଼ିଛି। ସେଥିରେ 2 ଜଣ ଲୋକ, ଜିତେନ୍ଦ୍ର ପ୍ରଧାନ ଯିଏକି ଅଟୋ ଡ୍ରାଇଭର, ତା ସାଙ୍ଗରେ ଆଉ ଜଣେ ରାଜକିଶୋର ଗୁପ୍ତା ଯିଏକି ଅଟୋରେ ପ୍ରାୟ 857 ନମ୍ବର୍ସ ଅଫ୍ ଡିଫରେଣ୍ଟ ବ୍ରାଣ୍ଡସ୍ ଫରେନ୍ ଲିକର୍, ଯାହାର ଟୋଟାଲ୍ କ୍ୱାଣ୍ଟିଟି ଅଫ୍ 427.05 ଲିଟର୍ସ ସେଟାକୁ ଇଲିଗାଲି ଟ୍ରାନ୍ସପୋର୍ଟେସନ୍ କରୁଥିଲେ। ତ ସେ ଗାଡ଼ି ଅଟୋ ସହ ସେ 2 ଜଣ ଆଣ୍ଡ ଟୋଟାଲ୍ ଲିକର୍ ବଟଲ୍ ସବୁ ସିଜ୍ ହେଇଛି ଏବଂ 2 ଜଣ ଆରେଷ୍ଟ ହେଇଛନ୍ତି। ଆଉ ତାଙ୍କୁ ଆମେ ଫରୱାର୍ଡ଼ କରିବୁ। ଏହା ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ବିଜା ଖମଣର ସେ ଫରେନ୍ ଲିକର୍ ଦୋକାନରୁ ଆଣିଛନ୍ତି ବୋଲି ଯାହା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆମର ଇନଭେଷ୍ଟିଗେସନ୍ ଆଗକୁ ଜାରି ରହିଛି। ଏଇଟାକୁ ଯାହା ପ୍ରାଥମିକ ଆମର ଇନଭେଷ୍ଟିଗେସନ୍ରୁ ଆସିଛି, ଏମାନେ ସେଟାକୁ ଚନ୍ଦନ ଭାଟି ତରଫରେ ନେଇକରି ଡିଫରେଣ୍ଟ ଜାଗାରେ ଡିଷ୍ଟ୍ରିବ୍ୟୁଟ୍ କରିବାର ଥିଲା। ନାଇଁ, ସେଇଟା ତ ଇଲିଗାଲ୍ ଅଛି। ଆମର ସେଇଟା ଇନଭେଷ୍ଟିଗେସନ୍ରେ ଅଛି। ଆମେ ଯାହା ଯିଏ ଏଥିରେ ଦୋଷୀ ଭାବେ ଆମେ ତା ଭିତରେ କାର୍ଯ୍ୟାନୁଷ୍ଠାନ ଅନ୍ୟମାନେ ବି ଗିରଫ ହେବାର ଅଛି।